ଆଜି ଆମେ ପଢ଼ିବା ବକ୍ରୋକ୍ତି। କୁନ୍ତକ ହେଉଛନ୍ତି ବକ୍ରୋକ୍ତି ସମ୍ପ୍ରଦାୟର ବିଶିଷ୍ଟ ପ୍ରବର୍ତ୍ତକ। ତାଙ୍କ ଭାଷାରେ ବକ୍ରୋକ୍ତି ହେଉଛି କାବ୍ୟର ଜୀବନ। ଏଣୁ ସେ କହନ୍ତି ବକ୍ରୋକ୍ତି କାବ୍ୟମ୍ ଜୀବିତମ୍। ବକ୍ରୋକ୍ତି ବିହୀନ କାବ୍ୟକୁ ସେ ସାର୍ଥକ କାବ୍ୟର ଆସନରେ ଆସୀନ କରିନାହାନ୍ତି। ଏଠାରେ ବକ୍ରୋକ୍ତି କ'ଣ ଏ ବିଷୟରେ ପ୍ରଶ୍ନ ଆମ ମନରେ ଉଠିବା ସ୍ୱାଭାବିକ। ଗୋଟିଏ ବିଷୟକୁ ବଙ୍କେଇ କରି କହିବାକୁ ବକ୍ରୋକ୍ତି କୁହାଯାଇଥାଏ। ବକ୍ରୋକ୍ତି କୁହାଯାଇଥାଏ। ଗୋଟିଏ ବିଷୟକୁ ବଙ୍କେଇ କରି କହିବାକୁ ବକ୍ରୋକ୍ତି କୁହାଯାଇଥାଏ। ଏହାକୁ ଅନ୍ୟ ଭାଷାରେ ମନୋଜ୍ଞ ଓ ଚାତୁର୍ଯ୍ୟପୂର୍ଣ୍ଣ ପଦ୍ଧତି ବୋଲି କୁହାଯାଇପାରେ। ଆମେ କେତେକ ନିତ୍ୟ ବ୍ୟବହୃତ ଉକ୍ତିକୁ ସାଧାରଣ ଭାବେ କହିଥାଉ, ମାତ୍ର ବେଳେବେଳେ ଏହାକୁ ଆମେ ଚାତୁର୍ଯ୍ୟପୂର୍ଣ୍ଣ ଉକ୍ତି ମାଧ୍ୟମରେ ପ୍ରକାଶ କରିଥାଉ। ଏହାଦ୍ୱାରା କାବ୍ୟର କାବ୍ୟିକ ସୌନ୍ଦର୍ଯ୍ୟ ପ୍ରକାଶିତ ହୁଏ। କବିର କାବ୍ୟିକ ଭାବୋଚ୍ଛ୍ୱାସ ଜନିତ କଳ୍ପନାବିଳାସ ବକ୍ରୋକ୍ତି ମାଧ୍ୟମରେ ବିକଶିତ ହେବା ଆୟସ ସାଧ୍ୟ। ମାତ୍ର ଆମେ ନିଜ ହୃଦୟର ଭାବକୁ ପରିପ୍ରକାଶ କରିବା ପାଇଁ ବେଳେବେଳେ ଏହି ବକ୍ରୋକ୍ତିର ସହାୟତା ନେଇଥାଉ। ଏଥିପାଇଁ ବାକ୍ୟକୁ ବଙ୍କେଇ କରି କହିବାକୁ ପଡ଼ିଥାଏ। ନିମ୍ନୋକ୍ତ ପଂକ୍ତିରୁ ବକ୍ରୋକ୍ତିକୁ ଲକ୍ଷ୍ୟ କରାଯାଇପାରେ। ଶକୁନ୍ତଳା। ନ ଜାଣଇ ମୋହି କାନନ ବାସିନୀ ରଚନାଟି ସୁଦ୍ଧା କ'ଣ ଦୁଷ୍ମନ୍ତ? ସତ କହିଲି ଗୋ ସୁଧା ସୁଭାଷିଣୀ ରଚନାଟି ସୁଦ୍ଧା କ'ଣ? ବକ୍ରୋକ୍ତି ସମ୍ପ୍ରଦାୟର ଇତିହାସ ଅହେତୁକ ନୁହେଁ। କୁନ୍ତକ ବକ୍ରୋକ୍ତି ସମ୍ପ୍ରଦାୟର ଅବିସ୍ମରଣୀୟ ସ୍ରଷ୍ଟା ହେଲେ ହେଁ ଏହାଙ୍କ ଆଗରୁ ବକ୍ରୋକ୍ତିର ସତ୍ତା ଥିଲା। ବାଣଭଟ୍ଟଙ୍କ କାଦମ୍ବରୀରେ ବକ୍ରୋକ୍ତିକୁ ପରିହାସକଳ୍ପିତ ଅର୍ଥରେ ଗ୍ରହଣ କରିଥିବା ବିଷୟ ଜଣାଯାଏ। ସେହିପରି ସଂସ୍କୃତ ସାହିତ୍ୟର ବିଖ୍ୟାତ ଆଳଙ୍କାରିକ ଭାମହ ତାଙ୍କ ରଚିତ ବାକ୍ୟାଳଙ୍କାର ଗ୍ରନ୍ଥରେ ଏହାକୁ ଇଷ୍ଟବାୟମଳମ୍ କୃତି ବୋଲି କହିଛନ୍ତି। ଅର୍ଥାତ୍ ଶବ୍ଦ ଓ ଅର୍ଥର ବୈଚିତ୍ର୍ୟ ହିଁ ବକ୍ରୋକ୍ତି ଏବଂ ଏହି ବକ୍ରୋକ୍ତି ହେଉଛି ଅଳଙ୍କାରର ଉପଜୀବ୍ୟ। ମାତ୍ର ଭାମହଙ୍କ ଏହି ମତାମତ ଯୁକ୍ତିସିଦ୍ଧ ନୁହେଁ। ଭାମହଙ୍କ ପରବର୍ତ୍ତୀ ବୈୟାକରଣିକ ଦଣ୍ଡୀ ମଧ୍ୟ ତାଙ୍କ କାବ୍ୟାଦର୍ଶ ପୁସ୍ତକରେ ବକ୍ରୋକ୍ତିର ସୂଚନା ଦେଇଛନ୍ତି। ଶ୍ଳେଷ ଦ୍ୱାରା ହିଁ ବକ୍ରୋକ୍ତିର ଉଦ୍ଭବ ବୋଲି ସେ କହନ୍ତି। ଏପରି ସ୍ଥଳେ ବାମନ ବକ୍ରୋକ୍ତିକୁ ଏକ ଭିନ୍ନ ଦୃଷ୍ଟିକୋଣରୁ ବିଚାର କରିଛନ୍ତି। ବକ୍ରୋକ୍ତିକୁ ମୁଖ୍ୟତଃ ସେ ଏକ ଅର୍ଥାଳଙ୍କାର ଭାବରେ ସ୍ୱୀକାର କରିଛନ୍ତି। ଧନୀ ଶାସ୍ତ୍ରବିତ୍ ଆନନ୍ଦବର୍ଦ୍ଧନ ଓ ଅଭିନବ ଗୁପ୍ତ ଶବ୍ଦ ଓ ଅର୍ଥର ବକ୍ରୋକ୍ତାକୁ ବକ୍ରୋକ୍ତି ବୋଲି ଗ୍ରହଣ କରିଛନ୍ତି। କେତେକ ଆଳଙ୍କାରିକ ବକ୍ରୋକ୍ତିକୁ ଅଳଙ୍କାରର ଧର୍ମ ବୋଲି ମାନିନେଲା ବେଳେ ଆଉ କେତେକ ଏହାକୁ ଶ୍ଳେଷ ବକ୍ରୋକ୍ତି ଏବଂ କାକୁ ବକ୍ରୋକ୍ତି ବୋଲି କହିଥାନ୍ତି। ଦେଖିପାରୁଥିବେ ଶ୍ଳେଷ ବକ୍ରୋକ୍ତି। ଶ୍ଳେଷ ବକ୍ରୋକ୍ତିରେ ବକ୍ତା ଏକ ଅର୍ଥରେ ଯେଉଁ ଶବ୍ଦକୁ ପ୍ରୟୋଗ କରିଥାଏ, ଅନ୍ୟ ଲୋକ ତାହାକୁ ଭିନ୍ନ ଅର୍ଥରେ ଗ୍ରହଣ କରିଥାଏ। ପାଣି ଗ୍ରହଣରୁ ବୁଝିଅଛୁ କାଲି ସ୍ୱଭାବେ ତୁମ୍ଭେ ଉଦାର ବାହୁଲ୍ୟ ମାତର କହୁଅଛୁ ଆମ୍ଭେ ମୁନିକନ୍ୟା ହେ ଉଦାର। ପ୍ରଣୟ ବଲ୍ଲରୀ। କାକୁ ବକ୍ରୋକ୍ତି। କାକୁ ବକ୍ରୋକ୍ତିରେ ବକ୍ତାର କଣ୍ଠସ୍ୱରକୁ ଭିନ୍ନ ଭାବରେ ଗ୍ରହଣ କରାଯାଇଥାଏ। ଯଥା ମୁଁ ନ ଜାଣେ କହି ଶକୁନ୍ତଳା ହେଲା ଯିବା ପାଇଁ ତର ତର ରାଜା ମୁଁ ନ ଜାଣ ହେଲେ ବସି ଏନିଭୃତେ ସୁବର୍ଣ୍ଣ ରଚନା କର। ପୁନଶ୍ଚ ଯେଉଁମାନେ ଦୃଷ୍ଟିରେ ଅଧିକାଂଶ ଅଳଙ୍କାର ବକ୍ରୋକ୍ତିମୂଳକ ସେମାନେ ଅଳଙ୍କାରକୁ ଶୋଭାବକ୍ତି ଓ ବକ୍ରୋକ୍ତି ଏହିପରି ଦୁଇଟି ମୁଖ୍ୟ ବିଭାଗରେ ବିଭକ୍ତ କରିଥାନ୍ତି। କୁନ୍ତକ ବକ୍ରୋକ୍ତିକୁ ଏକ ବ୍ୟାପକ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରିଛନ୍ତି। କୁନ୍ତକ ବକ୍ରୋକ୍ତିକୁ ଏକ ବ୍ୟାପକ ଦୃଷ୍ଟିକୋଣରୁ ବିଚାର କରିଛନ୍ତି। ବକ୍ରୋକ୍ତିକୁ ସେ 6 ଭାଗରେ ବିଭକ୍ତ କରିଛନ୍ତି, ଯଥା ବର୍ଣ୍ଣବିନ୍ୟାସ ବକ୍ରୋକ୍ତା, ପଦପୂର୍ବାର୍ଦ୍ଧ ବକ୍ରୋକ୍ତା, ପଦପରାର୍ଦ୍ଧ ବକ୍ରୋକ୍ତା, ବାକ୍ୟ ବକ୍ରୋକ୍ତା, ପ୍ରକରଣ ବକ୍ରୋକ୍ତା ଓ ପ୍ରବନ୍ଧ ବକ୍ରୋକ୍ତା। ତ ଦେଇଛି, ଦେଖିଦେବେ। ତ ଇଏ ଥିଲା ଆମର ବକ୍ରୋକ୍ତି। ତାହେଲେ ଆମେ ଦେଖିଲେ ବକ୍ରୋକ୍ତି, ଶ୍ଳେଷ ବକ୍ରୋକ୍ତି, କାକୁ ବକ୍ରୋକ୍ତି। ବକ୍ରୋକ୍ତି କାହାକୁ କୁହାଯାଏ? ନା ଗୋଟିଏ ବିଷୟକୁ ବଙ୍କେଇ କରି କହିବାକୁ ବକ୍ରୋକ୍ତି କୁହାଯାଏ। କୁନ୍ତକ କହିଛନ୍ତି, କୁନ୍ତଙ୍କ ଭାଷାରେ ବକ୍ରୋକ୍ତି ହେଉଛି କାବ୍ୟର ଜୀବନ। ତ ବକ୍ରୋକ୍ତିର ପ୍ରବର୍ତ୍ତକ ହେଉଛନ୍ତି ଆମର କୁନ୍ତକ।